ଆଜି ପଢ଼ିବା ସାନ ସିନା ଦାନତା ମହାନ। ଆଜକୁ ପ୍ରାୟ 800 ବର୍ଷ ତଳର କଥା। ଲାଙ୍ଗୁଳା ନରସିଂହ ଦେବ ନାମରେ ଜଣେ ରାଜା ଓଡ଼ିଶାରେ ରାଜୁତି କରିଥାନ୍ତି। ସେ ସୂର୍ଯ୍ୟଙ୍କର ପୂଜା ପାଇଁ ସୁନ୍ଦର ମନ୍ଦିରଟିଏ ତୋଳାଇବାକୁ ଇଚ୍ଛା କଲେ। ରାଜାଙ୍କ ଆଦେଶରେ ସାରା ରାଜ୍ୟର ଅନେକ କାରିଗର ଆସି ଠୁଳ ହେଲେ। ସେମାନଙ୍କ ଭିତରୁ 1200 ଭଲ ଭଲ କାରିଗରଙ୍କୁ ବଛାଗଲା। ସେତେବେଳେ ପଥରରେ ସୁନ୍ଦର କାମ କରି ଓଡ଼ିଶାର କାରିଗରମାନେ ନାଁ କରିଥିଲେ। ସେତେବେଳେ ତ ସିମେଣ୍ଟ ନଥାଏ, ପଥରକୁ ଯୋଡ଼ିବା ପାଇଁ ଏକ ପ୍ରକାର ଚୂନ ବ୍ୟବହାର କରାଯାଉଥିଲା। ସମୁଦ୍ର କୂଳରେ ଚନ୍ଦ୍ରଭାଗା ନଦୀ ମୁହାଣରେ ଏହି ମନ୍ଦିରଟି ତୋଳା ହେଲା। ମନ୍ଦିରଟି ତିଆରି ହେଲା ଗୋଟିଏ ରଥ ଆକାରରେ। ସେଥିରେ 7ଟି ପଥର ଘୋଡ଼ା ଯୋଖା ହେଲା। ମନ୍ଦିରର ସିଂହାସନରେ ରହିଲା ସୂର୍ଯ୍ୟଙ୍କର ପ୍ରତିମା। ପୂର୍ବ ଦିଗରେ ସୂର୍ଯ୍ୟ ଉଇଁଲା ମାତ୍ରେ ପ୍ରଥମ କିରଣ ସୂର୍ଯ୍ୟ ମୂର୍ତ୍ତିର ପାଦତଳେ ପଡ଼ୁଥିଲା। ଏହି ମନ୍ଦିର ନିର୍ମାଣରେ ଓଡ଼ିଶାର 12 ବର୍ଷର ରାଜସ୍ୱ ଖର୍ଚ୍ଚ ହୋଇଥିଲା। ଆସ୍ତେ ଆସ୍ତେ ମନ୍ଦିର, ନାଟମନ୍ଦିର, ମୁଖଶାଳା ଆଦି ତିଆରି ସରିଥାଏ। ଗଛ, ଲତା, ଫୁଲ, ଫଳ, ହାତୀ, ଘୋଡ଼ା ଆଦି ଜୀବଜନ୍ତୁ, ଦେବଦେବୀ, ମନୁଷ୍ୟ ପ୍ରଭୃତି ମୂର୍ତ୍ତିରେ ମନ୍ଦିର ଝଲମଲ କରୁଥାଏ। ତଥାପି ମନ୍ଦିରଟି ସମ୍ପୂର୍ଣ୍ଣ ହୋଇପାରୁନଥାଏ। କାରିଗରମାନେ ଯେତେଥର ମନ୍ଦିର ଉପରେ ଦଧିନଉତିକୁ ବସାଉଥାନ୍ତି, ତାହା ଖସି ପଡ଼ୁଥାଏ। ମୁଖ୍ୟ କାରିଗର ଥାନ୍ତି ବିଶୁ ମହାରଣା। ସେ ତାଙ୍କର ସବୁ ବିଦ୍ୟା ବୁଦ୍ଧି ଖଟାଇ ମଧ୍ୟ ମନ୍ଦିରର ଦଧିନଉତିକୁ ବସାଇ ପାରୁନଥାନ୍ତି। ଦଧିନଉତିକୁ ବସାଇ ସାରିବା ପରେ ହିଁ ମନ୍ଦିରର କାମ ଶେଷ ହେବ। ଏଣେ ରାଜା ଅଧୀର ହୋଇ ପଡ଼ିଲେଣି। ସେ ବିଶୁ ମହାରଣାଙ୍କୁ ଡକାଇ କହିଲେ, ମୁଁ ଆଉ 7 ଦିନ ମାତ୍ର ସମୟ ଦଉଛି। ଏହାରି ଭିତରେ ଦେଉଳର ମୁଣ୍ଡି ମାରିବ, ନହେଲେ 1200 କାରିଗରଙ୍କର ମୁଣ୍ଡକାଟ ହେବ। ବିଶୁ ମହାରଣା ମନ ଦୁଃଖରେ ଫେରି ରାଜାଙ୍କର ଆଦେଶ କାରିଗର ଭାଇମାନଙ୍କୁ ଜଣାଇଲେ। ସମସ୍ତଙ୍କ ମୁହଁ ଶୁଖିଗଲା। ଘରଦ୍ୱାର ଛାଡ଼ି 12 ବର୍ଷ କାଳ ଏଡ଼େ ବଡ଼ ମନ୍ଦିରଟିଏ ତୋଳିଲେ, ଅଥଚ ମନ୍ଦିରର ଦଧିନଉତି ଖଞ୍ଜାଯାଇ ପାରୁନାହିଁ। ସେଥିପାଇଁ ସମସ୍ତଙ୍କ ମୁଣ୍ଡକାଟ ହେବ। ବିଶୁ ମହାରଣା ଦେଉଳ ତୋଳିବାକୁ ଘରୁ ଆସିବା ବେଳେ ତାଙ୍କର ପୁଅଟିଏ ହୋଇଥିଲା। ପୁଅର ନାଁ ଦିଆଯାଇଥାଏ ଧର୍ମପଦ, ଡାକ ନାମ ଧରମା। ତାକୁ ଯେତେବେଳେ 12 ବର୍ଷ, ସେ ବାପାଙ୍କ ପାଖକୁ ଯିବା ପାଇଁ ଅଳି କଲା। ଧରମାକୁ ଏକୁଟିଆ ଛାଡ଼ିବା ପାଇଁ ମା ପ୍ରଥମେ ଅମଙ୍ଗ ହେଉଥିଲେ, ମାତ୍ର ଯିବା ପାଇଁ ପୁଅର ଜିଗର ଦେଖି ମନା କରିପାରିଲେ ନାହିଁ। ଧରମାକୁ କାଳେ ଏତେ ଦିନ ପରେ ବିଶୁ ଚିହ୍ନି ପାରିବେ ନାହିଁ, ସେଥିପାଇଁ ସାଥିରେ ବାଡ଼ି ବରକୋଳି ଦେଇଥାନ୍ତି। ଧରମା ପଚାରି ପଚାରି କୋଣାର୍କ ଗଲା ଓ ବିଶୁ ମହାରଣାଙ୍କୁ ଠାବ କଲା। ବିଶୁ ମହାରଣା ନିଜ ବାଡ଼ି ବରକୋଳି ଦେଖି ପୁଅକୁ ଚିହ୍ନି ପାରିଲେ। ଆନନ୍ଦରେ ତାକୁ କୁଣ୍ଢାଇ ପକାଇଲେ। ଧରମା କହିଲା, ବାପାଙ୍କ ମନରେ ସୁଖ ନାହିଁ। ସେ ତାହାର କାରଣ ପଚାରି ବୁଝିଲା। ରାତି ପାହିଲେ ବିଶୁ ମହାରଣା ସହିତ 1200 କାରିଗରଙ୍କର ମୁଣ୍ଡକାଟ ହେବ। ଏକଥା ଜାଣି ଧରମାର ମନ ବିକଳ ହୋଇଉଠିଲା। ଧରମା ବି କାରିଗର କୁଳର ପିଲା। ତାକୁ ମଧ୍ୟ କାରିଗର ବିଦ୍ୟା ଜଣାଥିଲା। ଦଧିନଉତି ବସାଇ ମନ୍ଦିରର ମୁଣ୍ଡି ମାରିପାରିବ ବୋଲି ଧରମାର ସାହସ ହେଲା। ସେ ବାପାଙ୍କଠାରୁ ଅନୁମତି ନେଇ ମନ୍ଦିର ଚୂଳକୁ ଉଠିଲା। ରାତାରାତି ମାପଚୁପ କରି ଦଧିନଉତି ବସାଇ ଦେଲା। ସକାଳ ହେବା ଆଗରୁ ଦେଖାଗଲା ମନ୍ଦିରର କାମ ଶେଷ। ବିଶୁ ମହାରଣା ପୁଅର କାମ ଦେଖି ଆନନ୍ଦରେ ଫାଟି ପଡ଼ିଲେ। ତାକୁ କୋଳରେ ନେଇ କହିଲେ, ଏଡ଼େ ସାନ ପିଲାଟିଏ ହୋଇ ମଧ୍ୟ ତୁ ଆଜି ଆମର ମାନ ରଖିଦେଲୁ। ଆମ କାରିଗରମାନେ ବିଶୁ ମହାରଣାଙ୍କ ପାଖକୁ ଆସି କହିଲେ, ରାଜା ଏବେ ଜାଣିବେ 1200 ବଢ଼େଇ ଯାହା କରିପାରିଲା ନାହିଁ, ତାହା ସାମାନ୍ୟ 12 ବର୍ଷର ପିଲାଟିଏ କରିଦେଇଛି। ସେ ନିଶ୍ଚୟ ଆମ୍ଭମାନଙ୍କର ମୁଣ୍ଡକାଟର ଆଦେଶ ଦେବେ। ତେଣୁ ତୁମକୁ ଆଜି ସ୍ଥିର କରିବାକୁ ହେବ, ଆମେ ରହିବୁ ନା ତୁମ ପୁଅ ରହିବ। 1200 ବଢ଼େଇର ଦାୟ ନା ପୁଅର ଦାୟ? ବିଶୁ ମହାରଣା ବଡ଼ ଦ୍ୱନ୍ଦ୍ୱରେ ପଡ଼ିଲେ। ପୁଅ ପାଇଁ କ'ଣ 1200 ବଢ଼େଇ ମରିବେ? ଏକଥା ଶୁଣି ଧରମା ତାର ବାପାଙ୍କୁ କହିଲା, ବାପା, ମୋ ପାଇଁ ଆଜି 1200 ବଢ଼େଇଙ୍କର ଜୀବନ ଯିବ।
ଏହା ଭଲ କଥା ନୁହେଁ। ମୁଁ ତ ଗୋଟିଏ ଛୋଟିଆ ପିଲା। ମୁଁ ଏକୁଟିଆ ବଞ୍ଚି ରହି କି ଲାଭ? ମୋ ଜୀବନ ପଛେ ଯାଉ, ହେଲେ 1200 କାରିଗରଙ୍କର ଜୀବନ ରହୁ। ମୁଁ ଯେ ମନ୍ଦିରର ମୁଣ୍ଡି ମାରିଛି ଏକଥା ରାଜା ନ ଜାଣନ୍ତୁ। ଏକଥା ଶୁଣି ବିଶୁ ପୁଅକୁ କୁଣ୍ଢାଇ ପକାଇଲା। ତାଙ୍କ ଆଖିରୁ ଲୁହ ଝରିଗଲା। ବାପାଙ୍କ ଆଖିରୁ ଲୁହ ପୋଛିଦେଇ ଧର୍ମା କହିଲା, ବାପା, ଜନ୍ମ ହେଲେ ଦିନେ ନା ଦିନେ ମରିବାକୁ ହେବ। ମହତ୍ କାର୍ଯ୍ୟରେ ଜୀବନ ଦେବା କେତେ ଜଣଙ୍କ ଭାଗ୍ୟରେ ଘଟେ। ଆଜି ଆମର ପରୀକ୍ଷାର ବେଳ। ଏତେବେଳେ ମୋ ପାଇଁ ଚିନ୍ତା କରି ତୁମେ ଅଧୀର ହୁଅ ନାହିଁ। ମୋତେ ହସି ହସି ବିଦାୟ ଦିଅ। ପୁଅର କଥା ଶୁଣି ବିଶୁ ମହାରଣାଙ୍କ ମୁହଁରୁ କଥା ବାହାରୁ ନ ଥାଏ। ଧର୍ମପଦ ବାପାଙ୍କ ପାଦତଳେ ମୁଣ୍ଡ ଲଗାଇ କହିଲା, ମା'ଙ୍କ ସହିତ ଆଉ ଦେଖା ହୋଇପାରିବ ନାହିଁ। ତାଙ୍କୁ ବୁଝାଇ କହିବ, ତାଙ୍କ ପୁଅ ଜାତି ପାଇଁ ଜୀବନ ଦେଇଛି। ଏତିକି କହି ଆଉ ତିଳେ ମାତ୍ର ଅପେକ୍ଷା ନ କରି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସେ ମନ୍ଦିର ଉପରକୁ ଚଢ଼ିଗଲା। ସେଇଠାରୁ ସେ ହସି ହସି ଚନ୍ଦ୍ରଭାଗା ନଦୀ ମଝିରେ ଡେଇଁ ପଡ଼ିଲା। ଆଜି ଧର୍ମପଦ ନାହିଁ କୌଣସି ମନ୍ଦିରର ଭଗ୍ନ ଅବସ୍ଥାରେ। ଆଜି ଧର୍ମପଦ ନାହିଁ କୋଣାର୍କ ମନ୍ଦିରର ଭଗ୍ନ ଅବସ୍ଥାରେ। କିନ୍ତୁ 12 ବର୍ଷର ପିଲାଟିଏ ଜାତି ପାଇଁ, ଦେଶ ପାଇଁ ଯାହା କରିଗଲା, ତାହା କାଳ କାଳକୁ ରହିଗଲା। ଏବେ ବି ସମସ୍ତେ କୁହନ୍ତି, ସାନ ସିନା ଦାନତା ମହାନ୍।